ଶୁଣିନେବା ଶ୍ରୀକାନ୍ତ ଜେନା କଣ ପ୍ରତିକ୍ରିୟା ରଖୁଛନ୍ତି ଫୋନରେ। 2009ର ଲଢେଇ ମୁଁ ଲଢୁଥିଲି, ଏଥରକ ଲୋକେ ଲଢିବେ। ମୁଁ ଲୋକଙ୍କୁ କନଫିଡେନ୍ସ ଦଉଥିଲି ଯୋଉ ବିଶ୍ୱାସ ଲୋକଙ୍କର ହେଇଛି ଏବଂ ଏ ଅଞ୍ଚଳର ବାଲେଶ୍ୱରର ସାମୂହିକ ବିକାଶରେ ମୁଁ ସମସ୍ତଙ୍କ ସହଯୋଗ ଆଶା କରିବି ଏବଂ ମୁଁ ଭାବିବି ଏ ନିର୍ବାଚନ ସାଧାରଣ ଲୋକଙ୍କର ନିର୍ବାଚନ ହବ। ତ୍ରିମୁଖୀ ଏଥିରେ କିଛି ନାହିଁ, ଏଥିରେ ତ ବିଜେପି ଆଉ ବିଜେଡିର ଅଣ୍ଡରଷ୍ଟାଣ୍ଡ ନିର୍ବାଚନ ଲଢୁଛନ୍ତି। ଭୋଟ ବୋଇଲେ ଲୋକେ କଲମଟିଏ ଦେବେ, କାହା ହାତରେ କଲମ ଦେବେ, ସେ କଣ କଲା 5 ବର୍ଷ ପରେ ସେ କଲମ ତାଙ୍କ ହାତରେ ରଖିବେ ଏବଂ ସେଟା ଲୋକେ ବିଚାର କରିବେ। ମତେ ଥରେ କଲମ ଦେଇଥିଲେ ଏବଂ ମୁଁ କଲମକୁ ନିଜ ପାଇଁ ବ୍ୟବହାର କରିଛି କି ଲୋକଙ୍କ ପାଇଁ ବ୍ୟବହାର କରିଛି, ଲୋକେ ତାକୁ ଦେଖିବେ। କଂଗ୍ରେସର କଣ ସ୍ଥିତି ଏବଂ ଲୋକଙ୍କର କଣ ସ୍ଥିତି ସେଟାକୁ ବି ଜାଣିବା କଥା। ଗୋଟାଏ ପଟେ 25 ବର୍ଷ ଏବଂ 10 ବର୍ଷ ଏମାନଙ୍କ ଶାସନ, ଏମାନେ ଜଏଣ୍ଟଲି ଶାସନ କରୁଛନ୍ତି। ଯେ ବାହାରକୁ ଦେଖାଯାଉଛି ସେମାନେ ଦୁଇଟି ଦଳ ବୋଲି, ପ୍ରାକ୍ଟିକାଲି ସେମାନେ ଗୋଟିଏ ଦଳରେ ପରିଣତ ହେଇଯାଇଛି ଏବଂ ବିଜେଡି ତାର ନିଜର ଆଇଡେଣ୍ଟିଟି ଧୀରେ ଧୀରେ ହରେଇ ସାରିଲାଣି। 25 ବର୍ଷ ଭିତରେ ତାଙ୍କର ଯୋଉ କାର୍ଯ୍ୟକ୍ରମ ବାଲେଶ୍ୱରର ବିକାଶ, ସେ ପର୍ଟିକୁଲାରଲି ମୁଁ କହିବି ସେମାନଙ୍କ ଯୋଗଦାନ କଣ ସେମାନେ ନିଜେ ଜାଣିଛନ୍ତି ଏବଂ ମୋର ବିଶ୍ୱାସ ବାଲେଶ୍ୱର ଲୋକଙ୍କ ଉପରେ ଯେ ବାଲେଶ୍ୱରର ଯୋଉ ବିକାଶର ଧାରାକୁ ବନ୍ଦ କରାଯାଇଛି, ସେ ବିଚାରର ଧାରାର ଚାବିକାଠିକୁ ମୁଁ ଖୋଲିବି ବୋଲି ଏବଂ ଲୋକେ ଯଦି ସହଯୋଗ ଦେବେ ତାହେଲେ ବିକାଶର ଧାରା ପୁଣି ଆଗକୁ ଯାଇପାରିବ।